ना नवीन घर କେତେ ବର୍ଷ ହେଲା କି ଅଛି କାନ୍ଦିଛି ନା ଆଉ କିଛି ଫଟୋ ଅଛି ରୋଗୀଙ୍କ ରୋଗ ବାବଦରେ ପଚାରିବା ସହିତ ରେଜିଷ୍ଟାର ଲେଖୁଛନ୍ତି ସିକ୍ୟୁରିଟି ଗାର୍ଡ। କିଷାନ ତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ମୁଖ୍ୟ ଚିକିତ୍ସାଳୟ 12 ମାଇଲ ସ୍ଥିତ କିଷାନ ତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି। ଘଟଣା ଅନୁଯାୟୀ ଉକ୍ତ ବ୍ଲକ ଅଧୀନ ସରାସୁଳ ଗ୍ରାମର ଚିତ୍ତରଞ୍ଜନ ବେହେରା ତାଙ୍କ ଝିଅ ଓ ଉକ୍ତ ଗ୍ରାମର ଏକ ପିଲାକୁ ଗତ ଶନିବାର ଏପ୍ରିଲ 18 ତାରିଖ ଦିନ ଏକ କୁକୁର କାମୁଡ଼ିଥିଲା। ଚିତ୍ତ ତାଙ୍କ ଝିଅ ଓ ଉକ୍ତ ପିଲାକୁ ଧରି କିଷାନ ତାଣ୍ଡି ଗୋଷ୍ଠୀ କେନ୍ଦ୍ରକୁ ସନ୍ଧ୍ୟାରେ ପହଞ୍ଚିଥିବା ବେଳେ ଉକ୍ତ ସମୟରେ ଡାକ୍ତର ରୋହିତ ଗାନ୍ଧୀ ଡ୍ୟୁଟିରେ ଥିଲେ। ତେବେ ଚିତ୍ତରଞ୍ଜନଙ୍କ ସହିତ ଆସିଥିବା ପିଲାମାନଙ୍କୁ ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ନାମ ଠିକଣା ପଚାରି ରେଜିଷ୍ଟାର ଲେଖିବା ସହିତ କ'ଣ ହୋଇଛି ବୋଲି ରୋଗୀଙ୍କ ବାବଦରେ ବୁଝିଥିଲେ। ଯେଉଁ କାର୍ଯ୍ୟ ଜଣେ ଡାକ୍ତର ଓ ଫାର୍ମାସିଷ୍ଟ କରିବା କଥା, ତେବେ କିଛି ସମୟରେ ଡକ୍ଟର ଗାନ୍ଧୀ ଆସିଥିଲେ ଓ କୁକୁର କାମୁଡ଼ା ଭ୍ୟାକ୍ସିନ୍ ସକାଳେ ଦିଆଯାଏ ଓ 7 ଦିନ ଭିତରେ ଭ୍ୟାକ୍ସିନ୍ ନେଇପାରିବେ। ବର୍ତ୍ତମାନ ଭ୍ୟାକ୍ସିନ୍ ଦେଇହେବ ନାହିଁ ବୋଲି ଡାକ୍ତର ଗାନ୍ଧୀ ଚିତ୍ତରଞ୍ଜନ ଝିଅକୁ କହିଥିଲେ। ଏହାପରେ ଚିତ୍ତରଞ୍ଜନ ଡାକ୍ତରଖାନାର ଅଧିକାରୀ ହାମିରା ମୁର୍ମୁଙ୍କୁ ଜଣାଇବା ପରେ ଭ୍ୟାକ୍ସିନ୍ ଉକ୍ତ 3 ଜଣଙ୍କୁ ଦିଆଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା ହେବାରେ ବ୍ୟତିକ୍ରମ ହେଉଛି ବୋଲି ଅଭିଯୋଗ କରିଛନ୍ତି ଚିତ୍ତରଞ୍ଜନ। ଏ ବାବଦରେ ଡାକ୍ତର ଗାନ୍ଧୀଙ୍କୁ ପଚାରିବାରୁ ଡ୍ୟୁଟି କରୁଥିବା ସିକ୍ୟୁରିଟି ରୋଗୀଙ୍କୁ ଚିକିତ୍ସା କରୁନଥିଲେ। ଗାନ୍ଧୀ ଜଣେ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା କରୁଥିବାରୁ ନାମ ଠିକଣା ଲେଖିବା ପାଇଁ ସିକ୍ୟୁରିଟି ଜଣକ କେବଳ ସହଯୋଗ କରୁଥିଲେ ବୋଲି କହିଛନ୍ତି। ନା କୁକୁରଟା କହୁଛୁ ଘର କୁକୁର ପାଳିଥିବା କୁକୁର ପାଳିଥିବା କୁକୁର ଯେ ପାଗଳ ହେଇଛି। ଆଚ୍ଛା ଇଏ ଶୁଣ, ବସ ବସ ବସ। ତାହେଲେ ଗୋଟେ କଥା କୁହନ୍ତୁ, ଆପଣ ତ ଅଛନ୍ତି ସିକ୍ୟୁରିଟି, ଏଇ ଯେଉଁ ଲେଖୁଛନ୍ତି ଆପଣ କିଏ କହିଲେ ଲେଖିବା ପାଇଁ? ଡକ୍ଟର କିଏ? ଯେଉଁ ଡକ୍ଟର ଅଛନ୍ତି କ'ଣ ତାଙ୍କ ନାଁ? ରୋହିତ ଗାନ୍ଧୀ ସାର୍। ରୋହିତ ଗାନ୍ଧୀ ରୋହିତ ଗାନ୍ଧୀ କ'ଣ ଅଛନ୍ତି ସିଏ? ମାନେ MBBS ଅଛନ୍ତି? ମୁଁ ଆପଣଙ୍କୁ ଖାଲି ଗୋଟେ କଥା କହିବି ଭାଇ, ଶୁଣନ୍ତୁ। ଆପଣ ସିକ୍ୟୁରିଟି, ଆପଣ ଡ୍ୟୁଟି କରନ୍ତୁ। ଏଇ ଯେଉଁ ଜିନିଷ କରୁଛନ୍ତି, ବୁଝିପାରିଲେ? ଛୋଟ ନା ଠିକ୍ ନୁହେଁ, ଆପଣ ବି ଜାଣିଛନ୍ତି। ଏଇ ଛୋଟ ମୋଟ ମିଷ୍ଟେକ୍ ତାଙ୍କର ବି ଯିବନି। ସେ କହିବେ ଆମେ ଆଗେ ଜାଣିନାହୁଁ, ସେ ତ କରିଦେଇଛି। ଯେତେବେଳେ ଅସୁବିଧା ହେବ ସେତେବେଳେ କେହି ସାମ୍ନାକୁ ଆସିବାରେ ଜାଣିଛି ହେଲା। ତ କାହିଁ କରୁଛନ୍ତି? ଶୁଣନ୍ତୁ, ଅଥରିଟି ସେ ଆମ ଅଥରିଟି, ସିଏ ମୋତେ ଏମିତି କଲେ ଯେ ମାର ଭାଇ ପେସେଣ୍ଟ ଆଉ 10 ମିନିଟ୍ ଟାଇମ୍ ଥିଲା, 10 ମିନିଟ୍ ଆଉ ପେସେଣ୍ଟ ଯାକ ଗୋଟେ ଦୁଇଟା ଆସିଲା, ଟିକେ ଏଠି କରିଦେଇକି ପଠେଇଦେଲେ। ତ ଅଥରିଟି କହୁଛନ୍ତି ତାଙ୍କ କଥା କେମିତି ଶୁଣିଲାନି କୁହନ୍ତୁ। ଆପଣ ସିନା ଦେଶ ସେବା କରିଦେଲେ, କିନ୍ତୁ ଆପଣ କାହା ସେବା କରିଛନ୍ତି? ତ ଆମରି ଅଛି। ନାଇଁ ଶୁଣନ୍ତୁ, ଆପଣ କାହା ସେବା କଲେ କହିଲେ? ଡକ୍ଟର ଆପଣଙ୍କ ନାମ? ଚିତ୍ତରଞ୍ଜନ ବେହେରା, ଘର ସରାସର। କ'ଣ ହେଇଥିଲା ଘଟଣା? ଆଜ୍ଞା ଘଟଣା ହେଉଛି ଏହା ଯେ ଆମ ଗାଁରେ ଘରେ ଗୋଟେ କୁକୁର କାମୁଡ଼ି ଦେଇଥିଲା। ମୋତେ କାମୁଡ଼ିଥିଲା, ମୋ ଝିଅକୁ କାମୁଡ଼ିଥିଲା, ଆଉ ଜଣେ ଗାଁ ପିଲାଟାକୁ କାମୁଡ଼ିଥିଲା। ଯାହାଦ୍ୱାରା କାମୁଡ଼ି ଦେବା ଦ୍ୱାରା ଆମେ ଆସିଥିଲୁ 12 ମାଇଲ ହସ୍ପିଟାଲକୁ, କିଷାନ ତାଣ୍ଡି ହସ୍ପିଟାଲ ଆସିଥିଲୁ। ଯଦି ଆସିଲା ପରେ ଯେଉଁ ଡକ୍ଟରକୁ ଦେଖାଇବା ପାଇଁ, ତ OPD ଟାଇମ୍ରେ ସେ ଡକ୍ଟର ବଦଳରେ ଆଜ୍ଞା ସିକ୍ୟୁରିଟି ଯିଏ ଥିଲେ, ସେ ଡକ୍ଟର ଚେମ୍ବରରେ ସିଏ ହିଁ ପ୍ରେସକ୍ରିପସନ୍ ଲେଖାଲେଖି ଯାହା କରୁଥିଲେ, ସେ ପଚାରୁଥିଲେ କ'ଣ ହେଇଛି କ'ଣ ନାହିଁ ଏସବୁ ବିଷୟରେ। ତ ସେ ଯେତେବେଳେ ଲେଖାଲେଖି ସବୁ କରୁଛନ୍ତି, ଡକ୍ଟର ନଥିଲେ, ସେତେବେଳେ ମୋତେ ସନ୍ଦେହ ହେବାରୁ ମୁଁ ଆଜ୍ଞା ଏ ବିଷୟରେ ତାକୁ ପଚାରିଥିଲି। ତ ପଚାରିଲାରୁ ସେ କହିଲେ ତାକୁ ଡକ୍ଟର କହିଛନ୍ତି ସବୁ ଲେଖିବା ପାଇଁ। ତ ପର ମୁହୂର୍ତ୍ତରେ ଆଜ୍ଞା ମୋତେ ନିଜକୁ ଭୟଭୀତ ଲାଗିଲା ଯେ
ମୋ ପିଲାଙ୍କର ଭବିଷ୍ୟତ ସେ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କ ହାତରେ ରହିଯିବ କହିକି ତେଣିକି ମୁଁ ଡକ୍ଟରକୁ ଯାଇ ଦେଖା କରେଇଲି। ସେ ଡକ୍ଟର ମୋତେ କହିଲେ ଯେ 7 ଦିନ ଭିତରେ ଆଜ୍ଞା ଆପଣ ନେଇପାରିବେ। ଯେତେବେଳେ କି ମୁଁ ଜାଣିବା ଭିତରେ ଯେ 24 ଘଣ୍ଟା କୁକୁର କାମୁଡ଼ିବାର 24 ଆୱାର ଭିତରେ ନେବା କଥା ଗୋଟେ ଦିନ ଭିତରେ, ତେଣିକି ସିଏ ମୋତେ 7 ଦିନ କଥା କହିଲେ। 7 ଦିନ ଭିତରେ ତେବେ ମୋତେ ସେଇ ଜିନିଷର ସନ୍ଦେହ ଲାଗେ ଜଣେ ଡକ୍ଟର କେମିତି 7 ଦିନ କହିବେ। ତ ମୁଁ ତାଙ୍କୁ କହିଥିଲି ଯେ ଇନଚାର୍ଜକୁ ଫୋନ୍ କରନ୍ତୁ କରିକି, ତ ସେ ମନା କରିଥିଲେ। ତ ମୋ କହିବା କଥା ଆଜ୍ଞା ଏଇ ଯେଉଁ ହସ୍ପିଟାଲ ମୁଁ ଆଜ୍ଞା ଇନଚାର୍ଜକୁ ତାପରେ ଫୋନ୍ କରିଥିଲି ଇନଚାର୍ଜ ସାର୍ଙ୍କୁ, ତାଙ୍କୁ ଫୋନ୍ କରି ଯେତେବେଳେ ଏ ବିଷୟରେ କହିଲି ସେ ମୋତେ କହିଲେ ମୁଁ ତ କହିଦେଇଛି ଡକ୍ଟରଙ୍କୁ ଦେବା ପାଇଁ ଭ୍ୟାକ୍ସିନେସନ୍ କରିବା ପାଇଁ, ଆଉ ଯଦି ସେ ନ କରିବେ ତାହେଲେ ସିଏ ନିଜେ ବୁଝିବେ ଦାୟିତ୍ୱ ନେବେ। ଇନଚାର୍ଜ କ'ଣ କହିଲେ? ଇନଚାର୍ଜ 24 ଘଣ୍ଟା ଭିତରେ କହିଲେ। ଇନଚାର୍ଜ ମୋତେ କହିଲେ ନାଇଁ ନେବା କଥା ଆପଣ ନେଇଯାଆନ୍ତୁ, ବାକି ରହିଲା କଥା ମୁଁ କହିଦେଇଛି ତାଙ୍କୁ ଡକ୍ଟରକୁ, ଯଦି ତାପରେ ବି ସେ ଦେଉନାହାନ୍ତି ତାହେଲେ ତାର ରେସ୍ପନ୍ସିବିଲିଟି ସିଏ ହେବେ ବୋଲି ଯାହା ଇନଚାର୍ଜ ମୋତେ କହିଲେ। ତେବେ ପର ମୁହୂର୍ତ୍ତରେ ଏଇ ସବୁ ପରେ ମୋତେ ମୋର ଆଉ 2 ଜଣ ଯେଉଁ ଆସିଥିଲେ ପିଲା ତାଙ୍କୁ ମଧ୍ୟ ଇଞ୍ଜେକ୍ସନ୍ ଦିଆଯାଇଛି। ତେବେ ମୋର ଗୋଟେ ହିଁ ପ୍ରଶ୍ନ ଯେ ଏଇ ସବୁ ଯେଉଁ ବ୍ୟତିକ୍ରମ ରହୁଛି ଆଜ୍ଞା, ମୁଁ ସିନା ଜାଣିଛି କହିକି ଯୁକ୍ତି ଲାଗିକି ଆଜ୍ଞା ଝଗଡ଼ା କରିକି ଏଇ ଭ୍ୟାକ୍ସିନ୍ଟା ନେଇକି ଗଲି, ଯଦି ମୋ ଜାଗାରେ ଆଉ ଜଣେ କିଏ ଥାନ୍ତା ଯାହାକୁ ଏ 7 ଦିନ ଯେଉଁ କହିଦେଲେ 7 ଦିନ ପରେ ଆସିଲେ ଆଜ୍ଞା ସେ ରେବିଜ୍ର ଭ୍ୟାକ୍ସିନେସନ୍ କ'ଣ କାମ ଦେବ ନା? ରେବିଜ୍ ୱାନ୍ସ ହେଇଗଲା ପରେ ତାର କୌଣସି ଟ୍ରିଟମେଣ୍ଟ ଅଛି? ଆପଣ ସେଇଠୁ ଭାବନ୍ତୁ, ରେବିଜ୍ ହେଇଗଲା ପରେ ସେ ଡକ୍ଟର କ'ଣ ତା ପାଇଁ ଦାୟୀ ହେବେ? ସେ ଜୀବନ ଯଦି 3ଟା ଜୀବନ ପଳେଇବ ତା ପାଇଁ ଦାୟୀ ସିଏ ହେବେ? ମୁଁ ଚାହୁଁଛି ଆଜ୍ଞା ଏଇସବୁ ଜିନିଷର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଏବଂ ହସ୍ପିଟାଲରେ କେଉଁ ଭଳିଆ ଯେଉଁ ଅନିୟମିତତା ଚାଲିଛି, ଯେଉଁ ଜଣେ ସିକ୍ୟୁରିଟି ଗାର୍ଡ଼ ଡାକ୍ତର ସାଜିକି ଟ୍ରିଟମେଣ୍ଟ କରିବ, ଏଇଟା ନିହାତି ନିନ୍ଦନୀୟ କଥା। ମୁଁ ଆଶା କରିବି ପ୍ରଶାସନ, ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟାନ ଦେଇକରି ଦୋଷୀ ଏବଂ ଏଇ ଯେଉଁ ଦୃଢ଼ ପଦକ୍ଷେପ ନେବେ ସେ ଡକ୍ଟର ଯିଏକି ତାଙ୍କୁ ପରମିସନ୍ ଦେଇଛନ୍ତି ସେ ସିକ୍ୟୁରିଟି ଗାର୍ଡ଼କୁ ପ୍ରେସ୍କ୍ରିପସନ୍ ସେଇଠି ଲେଖିବା ପାଇଁ, ଯିଏକି ସେ ମାନେ ସିକ୍ୟୁରିଟି ଗାର୍ଡ଼ ନିଜେ କହିଛନ୍ତି ମୋତେ। ତେବେ ମୁଁ ଚାହିଁବି, ଆଶା କରିବି ସରକାର ଏ ଦିଗରେ ଦୃଷ୍ଟି ଦେଇକି ସାଧାରଣ ଗରିବ ଲୋକକୁ କି ଭାବରେ ମାନେ ଭଲ ସ୍ୱାସ୍ଥ୍ୟ ସେବା ମିଳିପାରିବ ସେ ଦିଗରେ ଧ୍ୟାନ ଦେବେ। ମୋ ନାଁ ଦିବ୍ୟାଞ୍ଜନା ବେହେରା, ମୋ ଘର ସରାସର, ଥାନା ମରଡ଼ା, ବ୍ଲକ ମରଡ଼ା, ପୋଷ୍ଟ ବଳଦିଆ। ମୋତେ ଶୁକ୍ରବାର ଦିନ ଗୋଟେ କୁକୁର କାମୁଡ଼ିଥିଲା, ତ ଘରେ ମୁଁ ଡରିକି କିଛି କହିନଥିଲି। ଶନିବାର ଦିନ ମୋ ବାପାଙ୍କୁ କାମୁଡ଼ିଲା, ଆଉ ଗୋଟେ ଆମ ଗାଁର ପିଲାକୁ କାମୁଡ଼ିଲା, ତା ସହ ମୋତେ ବି କାମୁଡ଼ିଲା। ତ ସେତେବେଳେ ବାପାଙ୍କୁ କହିଲି କି ଗଲା କାଲି ମୋତେ ବି କୁକୁର ଆଉଥରେ କାମୁଡ଼ିଥିଲା। ତ ବାପା, ମୁଁ ଆଉ ସେ ଗାଁ ପିଲା 3 ଜଣ ମିଶିକି ଆମେ କିଷାନ ଦାଣ୍ଡି ହସ୍ପିଟାଲ ଗଲୁ। ତ ସେଠି ଯାଇକି ପହଞ୍ଚିଲୁ, ତ ଆମେ ସେଠି ସାର୍ କହିଲେ କି ଆମକୁ ନା ଭ୍ୟାକ୍ସିନ୍ ଦେଇ ହେବନି ବୋଲି। ତ ବାପା ସେଠି ଯୁକ୍ତିତର୍କ ଲାଗିଲେ, ଭ୍ୟାକ୍ସିନ୍ କିଛି ସମୟ ଦେଇ ହେବନି। ତ କିଛି ସମୟ ପରେ ଆସିକି ଆଉ ଜଣେ ସାର୍ ଆମକୁ ଭ୍ୟାକ୍ସିନ୍ ଦେଲେ। ଭ୍ୟାକ୍ସିନ୍ଟା ତ ସକାଳ ସମୟରେ ଦିଆଯାଏ 12ଟା 1 ଭିତରେ। ଅଛି ତାର ଭ୍ୟାକ୍ସିନେସନ୍ ସମୟ ଅଛି 24 ଘଣ୍ଟା। କେତେ କ'ଣ ଅଛି 24 ଘଣ୍ଟା ଭିତରେ ନେବା ଦରକାର ଯେ? ସେମିତି ନାହିଁ, 7 ଦିନ ଭିତରେ ଇମ୍ୟୁନୋଗ୍ଲୋବିନ୍ଟା ନେବାର ଅଛି। ୱିଦିନ୍ 1 to 2 days ଭିତରେ ଆରମ୍ଭ କରିଦେବେ। ମାନେ 1 to 2 days ମାନେ କେତେ ମାନେ 48 ଆୱାର? ସେମିତି କିଛି ଲିମିଟ୍ ନାହିଁ, ଆମେ ଯେତେ ଶୀଘ୍ର ନେଇପାରିବ। ମାନେ ଏକ୍ସପୋଜ୍ ହେଇଗଲା ଯେ ଆଜି କ'ଣ ଅଛି ଅସୁବିଧା?